ହିନ୍ଦୁ ଧର୍ମଗ୍ରନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କର ବହୁତ ଲୀଳା ଓ କଥା ପଢ଼ିବାକୁ ମିଳିଥାଏ। କୁହାଯାଏ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ସବୁଠାରୁ ଅଧିକ ଲୀଳା କରିଛନ୍ତି। ସେଥିପାଇଁ ତାଙ୍କୁ ନୀଳାଧର ମଧ୍ୟ କୁହାଯାଏ। ସେହିପରି ଶ୍ରୀକୃଷ୍ଣ ବାଲ୍ୟକାଳରେ ଗୋପୀମାନେ ଗାଧୋଇବା ସମୟରେ ତାଙ୍କର ବସ୍ତ୍ର ଚୋରି କରି ଗଛ ଉପରକୁ ନେଇଯାଇଥିଲେ। କିନ୍ତୁ ବର୍ତ୍ତମାନର ବହୁତ ଲୋକ ଏହାକୁ ଶ୍ରୀକୃଷ୍ଣଙ୍କ ଲୀଳା ବୋଲି ମାନିଥାନ୍ତି। ହେଲେ ବନ୍ଧୁଗଣ, ଏହି ଲୀଳା ପଛରେ କ'ଣ ରହିଛି ବହୁତ ବଡ଼ ରହସ୍ୟ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଏହି ବିଷୟରେ। ଧର୍ମଗ୍ରନ୍ଥ ଅନୁସାରେ ଦିନେ ଗୋପୀମାନେ ନିଜର ବସ୍ତ୍ର ଖୋଲି ନଦୀ ମଧ୍ୟରେ ସ୍ନାନ କରୁଥିଲେ। ସେହି ସମୟରେ ଶ୍ରୀକୃଷ୍ଣ ଏକ ବଡ଼ ଗଛ ଉପରେ ବସି ସଦୃଶ୍ୟ ସମସ୍ତ ଦେଖୁଥିଲେ। କିଛି ସମୟ ପରେ ଯେତେବେଳେ ଗୋପୀମାନେ ଗାଧୋଇବାରେ ବ୍ୟସ୍ତ ହୋଇଗଲେ, ସେହି ସମୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କର ବସ୍ତ୍ର ନେଇ ଗଛ ଉପରେ ବସି ଯାଇଥିଲେ। ଯେତେବେଳେ ଗୋପୀମାନେ ଗାଧୋଇ ନଦୀ ତୁଠକୁ ଆସି ନିଜ ବସ୍ତ୍ର ନେଇ ଆସିଲେ, ସେତେବେଳେ ସେମାନଙ୍କ ସମସ୍ତ ବସ୍ତ୍ର ଚୋରି ହୋଇଯାଇଥିଲା। ଏହା ଦେଖି ଗୋପୀମାନେ ଚିନ୍ତିତ ହୋଇଥିଲେ ଓ ସମସ୍ତେ ନିଜର ବସ୍ତ୍ରକୁ ଖୋଜିବାରେ ଲାଗିଲେ। ସେହି ସମୟରେ ଗୋପୀମାନଙ୍କର ନଜର ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ପଡ଼ିଥିଲା। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଦେଖି ଲଜ୍ଜାରେ କହିଲେ, କାହ୍ନା, ଆମକୁ ଏହି ଅବସ୍ଥାରେ ଦେଖି ତୁମକୁ କ'ଣ ଟିକେ ଲଜ୍ଜା ଲାଗୁନାହିଁ? ସେତେବେଳେ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଉତ୍ତର ଦେଇ କହିଲେ, ମୋତେ କାହିଁକି ଲଜ୍ଜା ଲାଗିବ? ତୁମ ସମସ୍ତଙ୍କ ଲଜ୍ଜା ଆସିବା ଆବଶ୍ୟକ, କାରଣ ତୁମେ ସମସ୍ତେ ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ନଦୀ ମଧ୍ୟରେ ଗାଧୋଉଛ। ଏହି ସମୟରେ ଗୋପୀମାନେ ନିଜର ବସ୍ତ୍ର ମାଗିଥିଲେ, ହେଲେ ଶ୍ରୀକୃଷ୍ଣ କହିଥିଲେ, ଏହି ଗଛ ଉପରେ ତୁମେମାନଙ୍କର ବସ୍ତ୍ର ରହିଛି, ସମସ୍ତେ ଆସି ନିଜର ବସ୍ତ୍ର ନେଇଯାଅ। ସେହି ସମୟରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ କହିଲେ, ଆମେ କେମିତି ଯିବୁ? ଆମେମାନେ ନଗ୍ନ ଅବସ୍ଥାରେ ଅଛୁ। ସେହି ସମୟରେ ଶ୍ରୀକୃଷ୍ଣ ଉତ୍ତର ଦେଇ କହିଲେ, ତାହେଲେ କ'ଣ ହେଲା? ତୁମେ ସମସ୍ତେ ନଦୀ ମଧ୍ୟରେ ଅବସ୍ଥାରେ ନଗ୍ନ ହୋଇ ଯାହା ହେଲେ ତୁମ ନଦୀ ପାଖରେ ଥିବା ସମସ୍ତ ପ୍ରାଣୀ ଦେଖୁଛନ୍ତି। ଆକାଶରେ ଉଡ଼ୁଥିବା ପକ୍ଷୀମାନେ ଓ ଜଳରେ ଥିବା ଜଳଚର ଜୀବମାନେ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଅବସ୍ଥାରେ ଦେଖୁଛନ୍ତି। ଏହା ସହିତ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମ ସମସ୍ତଙ୍କୁ ନଗ୍ନ ଅବସ୍ଥାରେ ଦେଖୁଛନ୍ତି। ସମ୍ପୂର୍ଣ୍ଣ ରୂପେ ନଗ୍ନ ଅବସ୍ଥାରେ ସ୍ନାନ କରିବା ଦ୍ୱାରା ମଣିଷର ସୁଖ, ସମୃଦ୍ଧି, ଧନ, ମାନ ଆଦି ନଷ୍ଟ ହୋଇଯାଏ। ତେଣୁ କେବେ ବି ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ସ୍ନାନ କରିବା ଉଚିତ ନୁହେଁ। ଆଶା କରିବି ଭିଡ଼ିଓଟି ଭଲ ଲାଗିଥିବ, ତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଲେଖିଦିଅନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।